दबा आज अन्न विषय तो समय पलैब ताले छोटियाटे दबा छोटिया कौन जड़े गोपाल आउ जड़े केउट जड़े गोपाल जड़े केउट पद पदे बा शॉर्ट साइड पद रेडी खाली पीर रसरे गाय दो किसी अलगा जीवानी फटाफट सारिबार अछि कोटे सुनदला ना किसी नहीं फटाफट गोपाल केउट चोराई सदा गाई मानव चोराई सदा को तुरंग गोष्ठे खाई सदा गाई तू चोराई तू सदा गाई की चोराई मूर्ख वाली संसार रे तू मूर्ख वाली संसार रे तू भोड़ा रे छी छी रे गोपाल दुई दक्षिणावरी गिरीश और प्रदीप छोटिया कथा नाउर पुआ कह तुम पांच पुरुषों ना कौन पांच पुरुषों ना कौन आगे मोर प्रथम पुरुष हेले व्यासधीवर जे कि भगवान कर्णमूल जात हेले कैवर्त पुराण अनुसार कहूँ प्रथम पुरुष हेले दासधीवर द्वितीय पुरुष सी सत्य जुग गला द्वितीय जुग त्रेतया आसला त्रेतयार द्वितीय पुरुष हेले मोर विज्ञान कैवर्त तृतीय पुरुष एमती सत्यदास चतुर्थ पुरुष हेले श्रुकी भी पंचम पुरुष हेले पंचम समान प्रश्न आज्ञा सत्य सत्यदास हरिवर त्रेतया सुकीर्ति हरिवर द्वापर हेले कीर्तिमानी एवं हेले कीर्ति कीर्तिमान धर्माकृति
ଆମର ପବିତ୍ର ହରିବଂଶ ପ୍ରମାଣ କରୁଛି ଯେହେତୁ ଭଗବାନ କୃଷ୍ଣ ଜଣେ ନାଉରୀ ତେଣୁ ଖୁବ ସୁନ୍ଦର ଭାବରେ ବର୍ଣ୍ଣନା କଲେ ବସୁଦେବ ସୁଦେବ ଗୁଣଦେବ ପବିତ୍ର ସେନ ଦେବ ବସୁ ବର ଦେବ ଇଏ ହେଲେ ତାଙ୍କ ପାଞ୍ଚ ପୁରୁଷ। ଧନ୍ୟବାଦ। ଆଉ ଗୋଟିଏ ଛୋଟିଆ ପ୍ରଶ୍ନଟି ଦେବା ଗର୍ଗ ସହିତ ବହି ହେଲା ଗର୍ଗ ସହିତ ଆପଣ ମାନେ 6 ମାସର ଅବଧି 6 ମାସର ଅବଧି 6 ଦିନ ସାରିଲେ କୋଉଠି? ଦୁଇ ମାମି ମୋର ତ କିଛି ନା ସିଧା କଥା ବହି ହେଲା ଗର୍ଗ ସହିତ 6 ମାସର ଅବଧି 6 ଦିନରେ ସାରିଲେ କେଉଁଠି? ହବନି ହଉ ହବନି ତ ଆଜ୍ଞା 6 ମାସର ଅବଧି 6 ଦିନରେ ସାରିଲା। ଆଜ୍ଞା ନାରୀ ମାନଙ୍କର ମାସକୁ ଗୋଟିଏ ଦିନ ଋତୁସ୍ରାବ ହୁଏ ଯେଉଁଠି ଆଜ୍ଞା ଋତୁସ୍ରାବ ହୁଏ ସେଇ ଦିନଟା ଆଜ୍ଞା 6 ମାସରେ 6 ଥର ହୁଏ ତେଣୁକରି ସେଇ 6 ମାସର ଜିନିଷଟା 6 ଦିନ ବା 6 ଥରରେ ସାରିଲା ଗର୍ଗ ସହିତ ସେଟା ତ ତମେ ନିଜ କଥା କହିଲ ଏଇଟା ବି ଅଛି ଗର୍ଗ ସହିତରେ ନିଜ କଥା କହିବେ ପ୍ରମାଣ ଦେବେ ମୁଁ ତ ଗର୍ଗ ସହିତ ଆଜ୍ଞା ବାସ୍ କେଉଁଠି ମୁଁ ପଚାରିଛି ମୁଁ ପଚାରୁନି କଣ ହେଇଛି କୋଉଠି ନାଇଁ ମୁଁ ତ ସେଇଟା କହୁଛି ଯେ ନାରୀ ମାନେ ଯେତେବେଳେ ଋତୁସ୍ରାବ ହୁଅନ୍ତି 6 ମାସରେ 6 ଥର ହୁଅନ୍ତି ସେଇଟା ଆଜ୍ଞା ଋତୁସ୍ରାବ ହୁଅନ୍ତି 6 ମାସରେ 6 ଥର ତେଣୁକରି ସେଇଟା 6 ମାସର କାମ 6 ଦିନରେ ସେ ସାରନ୍ତି। ଆଜ୍ଞା ଆଉ ଗୋଟେ ମତ ଅଛି ନାଇଁ ମୋର ସରିଲା ପରେ ଆଉ କହିଲେ ହବନି ତାଙ୍କ ପାଳି ପ୍ରତି ଏମିତି ହେଲେ ହବନି। ହଉ ନାଇଁ ସାର୍ ଏଇଟା କୁହ ଉଭୟଙ୍କର ଭୁଲ ତାହେଲେ ଉତ୍ତରଟା କୁହ ସାର୍ ମୁଁ ପ୍ରମାଣ ରଖିଛି ଦେବି ମୁଁ ବି ସେଇଟା ପଚାରୁଛି ପଦ୍ମ ବନରେ ଆଜ୍ଞା ପଦ୍ମ ବନରେ ଆପଣ 6 ମାସର ଅବଧି ସାରିଥିଲେ ନାଇଁ ଆଜ୍ଞା ଗର୍ଗ ସହିତ ଅନୁସାରେ ହେଲେ ସେଇ ଗର୍ଗ ସହିତ ଅନୁସାରେ କହୁଛି ମୁଁ ବି 6 ମାସର ଅବଧି ମୁଁ ଯୁକ୍ତି କରୁନି କିନ୍ତୁ ମୁଁ ଯେହେତୁ ପଢିଛି ମୁଁ କହୁଛି ଯଦି ଆପଣ ଏଇଟା ମନା କରିବେ ମୁଁ ସକାଳେ ଏଇ ଜିନିଷଟାକୁ ଆଣିକି ଦେଖେଇବି। ମୁଁ ସେଟା ପଚାରି ମୁଁ ପଚାରୁଥିଲି କେଉଁଠି ଆପଣ କହିଲେ 6 ଦିନର କାମ 6 ମାସର କାମ 6 ଦିନରେ ସାରିଲେ କେଉଁଠି ମୁଁ ପଚାରି ଆପଣ କହିଲେ 6 ଦିନର କାମ 6 ଦିନରେ ସାରିଲେ 6 ଦିନର କାମ ପୁରା ଗର୍ଗ ସହିତରେ ଆଜ୍ଞା ସ୍ପଷ୍ଟ ଭାବେ ଲେଖା ଅଛି ଯେ 6 ଦିନର କାମ 6 ମାସର କାମ 6 ଦିନ ସାରିଲେ ଆଜ୍ଞା ଏଇ ଋତୁସ୍ରାବଟାକୁ ସେଟା ମୁଁ ପଚାରୁଛି କେଉଁଠି ଆଜ୍ଞା। ମୁଁ ପଚାରୁନି ମୁଁ ତ କହିଲେ ପର୍ସନାଲ ଜିନିଷ ମୁଁ ତ କହିଲେ 6 ଦିନ କାମ 6 ଆପଣ ପଚାରିଲେ 6 ଦିନର କାମ 6 ମାସର ଅବଧି 6 ଦିନ ସାରିଲେ କେଉଁଠି ମୁଁ କେଉଁଠିଟା କହିନି କିନ୍ତୁ 6 ଦିନର କାମ ଏ ଯୋଉ 6 ମାସର କାମ 6 ଦିନ କହିଛି ତ ତାହେଲେ ଏଟା ମତେ ଅଧା ମାର୍କ ମିଳିବ କି ନାହିଁ? କେଉଁଠି ମୋର ଉତ୍ତର ଥିଲା କେଉଁଠି ଆପଣ 6 ମାସର କାମ 6 ଦିନ କହିଲେ କାମ 6 ଦିନ ସାରିଲେ କେଉଁଠି ହେଲା ମୋର ଉତ୍ତର। ଠିକ ଅଛି ଆଜ୍ଞା ଯଦି ଆପଣ ନାହିଁ କରିବେ ମୁଁ ଆପଣ କହିବି ଯଦି ଆପଣ ସସମ୍ମାନ ବିଦାୟ ନିଅନ୍ତୁ ଆପଣ ସସମ୍ମାନ ବିଦାୟ ନିଅନ୍ତୁ। ହଁ ଆଉ ଗୋଟେ ଜିନିଷ ସାର୍ କୁଆଡେ ଗଲେ ଜଣା ପଡିଗଲେ ଆଉ एकदम बेला 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 ସବୁ